ଖମିର ଶୂନ୍ୟ ରୋଟି ପର୍ବର ଅପରାହ୍ନ ଆରାଧନାର ସମୟ ଆସିଅଛି। ଆଜିର ପର୍ବ ମାଧ୍ୟମରେ ଆସନ୍ତୁ ଆମେ କ୍ରୁଶ ମାଧ୍ୟମରେ ପ୍ରକାଶିତ ପିତା ଓ ମାତାଙ୍କ ପ୍ରେମ ଏବଂ ବଳିଦାନକୁ ଆମ ହୃଦୟରେ ଖୋଦିତ କରିବା ଏବଂ ଆମର ଅତୀତର ସମସ୍ତ ପାପକୁ ଅନୁତାପ କରିବା। ଆସନ୍ତୁ ଆମେ ଖ୍ରୀଷ୍ଟଙ୍କ ଦୁଃଖରେ ଅଂଶଗ୍ରହଣ କରିବା ଏବଂ ପିତା ଓ ମାତାଙ୍କ ବଳିଦାନୀୟ ମାର୍ଗର ଅନୁସରଣ କରିବା। ଆଜି ସୁନ୍ଦର ଅନୁତାପ ଉପଦେଶ ଶୀର୍ଷକ ଅନ୍ତର୍ଗତ ଆସନ୍ତୁ ଆମେ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଆସନ୍ତୁ ଆମେ ସମସ୍ତେ ମିଶି ଯିଶାୟ ଅଧ୍ୟାୟ 53କୁ ଯିବା। ସକାଳ ଆରାଧନାରେ ଆମେ ସେହି ସମସ୍ତ ବିଷୟକୁ ପ୍ରତିଫଳିତ କରିଥିଲୁ ଯାହା ଯୀଶୁ କ୍ରୁଶବିଦ୍ଧ ହେବା ପର୍ଯ୍ୟନ୍ତ ସହ୍ୟ କରିଥିଲେ। ପ୍ରାୟ 2700 ବର୍ଷ ପୂର୍ବେ ଭବିଷ୍ୟତ ବକ୍ତା ଯିଶାୟ ଏହି ସମସ୍ତର ପ୍ରାରମ୍ଭ କେଉଁଠାରୁ ହୋଇଛି ତାହା ବର୍ଣ୍ଣନା କରିଥିଲେ। ଆସନ୍ତୁ ଆମେ ଯିଶାୟ ଅଧ୍ୟାୟ 53 ପଦ 1 ଉପରେ ଏକ ନଜର ପକାଇବା। ଅଧ୍ୟାୟ 53 ପଦ 1। ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରାତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ, ଦୁଃଖୀ ଲୋକ ଓ ଶୋକ ପରିଚିତ। ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି ଏପରି ଲୋକତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବୋହିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କର ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣତୁଲ୍ୟ ବିପଥଗାମୀ ହୋଇଅଛୁ। ଆମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ, ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତେଇଅଛନ୍ତି। ସେ ଉପଦ୍ରବ୍ୟ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ। ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ ଲୋମଛେଦକମାନଙ୍କ ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ, ଆଉ ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନଥିଲେ ହେଁ। ଲୋକମାନେ ଦୁଷ୍ଟଗୁଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା। ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି। ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ। ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। ସେ ଆପଣା ପ୍ରାଣ ବେଦନାର ଫଳ ଦେଖି ତୃପ୍ତ ହେବେ। ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ବିଭାଗ କରିନେବେ। କାରଣ ସେ ମୃତ୍ୟୁ ମୁଖରେ ଆପଣା ପ୍ରାଣ ଢାଡ଼ିଦେଲେ ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ। ତଥାପି ସେ ଅନେକଙ୍କର ପାପଭାର ବହିଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ଆମେ ଯିଶାୟ ଅଧ୍ୟାୟ 53 ମାଧ୍ୟମରେ ଦେଖିପାରିବା ଯେ କାହିଁକି ଯୀଶୁଙ୍କୁ କ୍ରୁଶରେ ଚଢ଼ାଯିବାର ଥିଲା। ଆଜି ହେଉଛି ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରିଥିବାର ଦିନ। ଖମିର ଶୂନ୍ୟ ରୋଟିର ପର୍ବ ଖ୍ରୀଷ୍ଟଙ୍କ ପୀଡ଼ାକୁ ସ୍ମରଣ କରିବାର ସମୟ ଅଟେ।
순환을 କ୍ରୁଶରେ ତାଙ୍କ ଦୁଃଖ ଭୋଗ ବିଷୟରେ ଏହା ଲେଖା ଅଛି, 그리스도께서 십자가에 ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ 그 이유도 ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। 상하셨던 그 이유도 우리의 ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା 맞음으로써 ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। 그가 징계를 받음으로 우리가 ଭବିଷ୍ୟତ ବକ୍ତା ଜିସାୟ 2700 ବର୍ଷ ପୂର୍ବେ ଏହି ଅଭିଲେଖ ଗୁଡ଼ିକ ଛାଡ଼ିଥିଲେ। 700년 전 이사야 선지자를 통해서 ଯୀଶୁଙ୍କ ଏହି ପୃଥିବୀକୁ ଆସିବାର ପ୍ରାୟ 700 ବର୍ଷ ପୂର୍ବେ 하나님께서 ପରମେଶ୍ୱର ଭବିଷ୍ୟତ ବକ୍ତାମାନଙ୍କ ମାଧ୍ୟମରେ ଆମ୍ଭମାନଙ୍କୁ କାରଣକୁ ପ୍ରକାଶ କରିଥିଲେ ଓ ସେ ଏହି ଭବିଷ୍ୟବାଣୀ ଗୁଡ଼ିକ ମାଧ୍ୟମରେ ଆମ୍ଭମାନଙ୍କୁ ଆଲୋକିତ କରୁଥିଲେ। 그리고 우리 모두의 ଭବିଷ୍ୟବାଣୀ ଗୁଡ଼ିକ ଆମକୁ ଏହା ମଧ୍ୟ ଶିକ୍ଷା ଦିଏ 다 ଯେ ସେ ଆମ ସମସ୍ତଙ୍କର ଅପରାଧ ତାଙ୍କ ଉପରେ ଲଦି ଦେଇଥିଲେ। 이사야 ଯେତେବେଳେ ଆମେ ଜିସାୟ ଅଧ୍ୟାୟ 53 ପଢ଼ିଥାଉ, 참으로 ଆମେ ଚିନ୍ତା କରୁ 우리의 그 죄들이 우리가 ଆମର ପାପ କେତେ ଗୁରୁତର ଥିଲା ଏବଂ ଆମର ଦଣ୍ଡ କେତେ କଠୋର ଥିଲା। 한번 생각해 보지 않을 수 없습니다. ଆମ୍ଭମାନଙ୍କ ଅପରାଧ ନିମନ୍ତେ ତାଙ୍କୁ ବିଧ କରାଗଲା ଓ ପ୍ରହାର କରାଗଲା। 채찍에 맞으시고 ସେ ଆମର ପାପର ଭାର ଏକାକୀ ବହନ କରିଥିଲେ। 외롭게 담당하시고 କ୍ଲେଶ ସହ୍ୟ କରୁଥାଇ 욕을 당하시고 ସେ ନିଜର ମୁଖ ଖୋଲିଲେ ନାହିଁ, କିନ୍ତୁ ଧୈର୍ଯ୍ୟର ସହ ସେହି ପଥରେ ଚାଲିଲେ। 묵묵히 그 길을 걸어가시고 ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ଆମ ସ୍ୱର୍ଗୀୟ ପିତା 들에게 당하신 ତାଙ୍କ ସୃଷ୍ଟି ଦ୍ୱାରା ନୀରବ ଭାବରେ ଅପମାନ ସହ୍ୟ କରିଥିଲେ। 우리 하늘 아버지 그 삶을 ଆମେ ସର୍ବଦା ତାଙ୍କ ଜୀବନକୁ ଆମ ହୃଦୟରେ ଗଭୀର ଭାବରେ ଖୋଦିତ କରିବା ଉଚିତ। 또 기려야 될 줄 믿습니다. 그래서 ତେଣୁ 오늘 ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ସେହି ଦିନକୁ ମନେ ରଖିବା ଉଚିତ 다시 한번 ଯେତେବେଳେ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା 지난 모든 ଏବଂ ଆମ୍ଭମାନଙ୍କ ସମସ୍ତ ପୂର୍ବ ଅପରାଧ ପାଇଁ ଅନୁତାପ କରିବା ଉଚିତ। 그러한 또 역사가 우리 가운데서는 반드시 또 ଯେତେବେଳେ ଯୀଶୁ 2000 ବର୍ଷ ପୂର୍ବେ ଆସିଲେ, ସେ ଜୋର ଦେଇ କହିଲେ, 이 땅에 오셔서 ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। 회개하라 천국이 가까이 왔다. ସେ ଆମର ଅନୁତାପ ପାଇଁ ଅନେକ ଅନୁରୋଧ କରିଥିଲେ। 요구를 하셨던 그러한 장면을 볼 수가 있습니다. 천국이 ବର୍ତ୍ତମାନ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ ହେଉଛି ଏବଂ ଆମ୍ଭେମାନେ ଖମିର ଶୂନ୍ୟ ରୋଟିର ପର୍ବ ପାଳନ କରୁଛୁ। ଯଦି ଆମେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦିନକୁ ଗଭୀର ଭାବରେ ଚିନ୍ତା କରିବା, ତେବେ ଆମ୍ଭମାନଙ୍କୁ ଅନୁତାପ କରିବା ଉଚିତ ଏବଂ ନିକଟବର୍ତ୍ତୀ ସ୍ୱର୍ଗରାଜ୍ୟକୁ ପ୍ରାପ୍ତ କରିବା ଉଚିତ। 그렇다면 ତେବେ ପ୍ରକୃତ ଅନୁତାପ କିପରି ପ୍ରାପ୍ତ ହୋଇପାରିବ? 참된 ଆମେ କେଉଁ ପ୍ରକାର ଆଚରଣ ସ୍ୱୀକାର କରିବା ଉଚିତ? 회개를 ଅନୁତାପ କେବଳ ଆମ ପାପ ପାଇଁ ଅନୁତାପ ଅନୁଭବ କରେ ନାହିଁ, ବରଂ ପୁନର୍ବାର ପାପ ନ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଏକ ପରିବର୍ତ୍ତିତ ଜୀବନ ବଞ୍ଚିବା ମଧ୍ୟ ଅଟେ। 것이라. 이렇게 또 ପୁଣି ନିମ୍ନଲିଖିତ 3ଟି ମାମଲାକୁ ଅନୁସନ୍ଧାନ କରି ଆସନ୍ତୁ ଆମେ ଭାବିବା ଯେ କିଏ ଅନୁତାପ କରିବାର ଜୀବନ ବିତାଇଲା 한 삶을 산 사람인가 ଏବଂ ଆମେ କିପରି ଅନୁତାପ କରିବାର ଜୀବନ ବଞ୍ଚିବା ସେ ବିଷୟରେ ଅନ୍ତର୍ଦୃଷ୍ଟି ପ୍ରାପ୍ତ କରିବା। 얻어보도록 하겠습니다. ସୋନି ନାମକ ଏକ ଛୋଟ ଝିଅ ଅଛି। 순이라는 ସୋନି ବିଶ୍ୱାସ କରନ୍ତି ଯେ ଅନ୍ୟମାନଙ୍କ ଠାରୁ ଚୋରି କରିବା ଭୁଲ ଅଟେ। 나이면서 사는 아이입니다. ମୋଲି ନାମକ ଏକ ଛୋଟ ଝିଅ ଅଛି। 있습니다. ମୋଲି ବିଶ୍ୱାସ କରନ୍ତି ଯେ ଅନ୍ୟମାନଙ୍କ ଠାରୁ ଚୋରି କରିବା ଭୁଲ ଅଟେ ଏବଂ ସେ ଭଲ କାର୍ଯ୍ୟ ମାଧ୍ୟମରେ ନିଜର ପାପର ପ୍ରାୟଶ୍ଚିତ କରିବାକୁ ଚେଷ୍ଟା କରେ। 다른 선행을 통해서 ଜେନ୍ ନାମକ ଏକ ଛୋଟ ଝିଅ ଅଛି। ଜେନ୍ ବିଶ୍ୱାସ କରନ୍ତି ଯେ ଚୋରି କରିବା ଭୁଲ ଅଟେ। 남의 것을 훔치는 ସେ ଏପରି କେବେ ନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ 그러한 일을 ଏବଂ ଅନ୍ୟ ଚୋରମାନଙ୍କୁ ଅନୁତାପ କରିବାକୁ ପ୍ରବର୍ତ୍ତାଇଥାଏ। 사람들을 회개시키러 다니는 ଏହି 3 ଜଣଙ୍କ ମଧ୍ୟରୁ କିଏ ପ୍ରକୃତରେ ଅନୁତାପପୂର୍ଣ୍ଣ ଜୀବନ ବିତାଉଛନ୍ତି? 한 삶을 산다고 볼 수 있겠습니까? ଅନୁତାପର ସ୍ତର ଭିନ୍ନ ହୋଇପାରେ, 다를 କିନ୍ତୁ ପ୍ରକୃତ ଅନୁତାପ ଯାହା ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଅଟେ, ତାହା ତୃତୀୟ ଉଦାହରଣ ଜେନଙ୍କ ଅଟେ। 회인의 경우라고 볼 수 있겠습니다. ଯେଉଁ ବ୍ୟକ୍ତି ନିଜ ପାପ ପାଇଁ ଅନୁତାପ କରେ ଏବଂ ସଂକଳ୍ପ କରେ, ମୁଁ ସେହି ପାପ ସହିତ ଆଉ ଜଡ଼ିତ ହେବି ନାହିଁ, 되지 않겠다는 것과 ସେ ଅନ୍ୟମାନଙ୍କୁ ମଧ୍ୟ ଅନୁତାପ କରିବାକୁ ପ୍ରବର୍ତ୍ତାଇଥାଏ। 회개시키러 다니는 사람 ତେଣୁ ଯେତେବେଳେ ଯୀଶୁ ଏହି ପୃଥିବୀକୁ ଆସିଲେ, ମାର୍କ ଅଧ୍ୟାୟ 1ରେ ସେ ପାହାନ୍ତିଆ ସମୟରେ କହିଲେ,
ଆସ ଆମ୍ଭେମାନେ ଅନ୍ୟ ସ୍ଥାନକୁ ଯିବା, ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, 전도하자. କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି। 말씀을 주셨습니다. ଆସନ୍ତୁ ଆମେ ମାର୍କ ଅଧ୍ୟାୟ 1 ଦେଖିବା। ମାର୍କ ଅଧ୍ୟାୟ 1 ପଦ 35। ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। 거기서 ଆଉ ସିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି। 주를 찾나이다. ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆସ ଆମ୍ଭେମାନେ ଅନ୍ୟ ସ୍ଥାନକୁ ଅର୍ଥାତ୍ ନିକଟବର୍ତ୍ତୀ ବଡ଼ ବଡ଼ ଗ୍ରାମକୁ ଯିବା, ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି। 누가복음 10 ଲୁକ୍ ଅଧ୍ୟାୟ 19 ପଦ 10ରେ ସେ କହିଲେ, କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମୁଁ ଆସିଅଛି। ଯେତେବେଳେ ମାର୍କରେ ସେ କହିଲେ, ମୁଁ ପ୍ରଚାର କରିବାକୁ ଆସିଅଛି, 구원하기 위해서 ତେବେ ଆମେ ବୁଝିପାରିବା ଯେ ପରିତ୍ରାଣ ପାଇବା ପାଇଁ ଆମକୁ ସବୁଠାରୁ ବଡ଼ କାର୍ଯ୍ୟ କ'ଣ କରିବାକୁ ପଡ଼ିବ, ହଁ ନା? 바로 ଏହା ପ୍ରଚାର ଅଟେ। ଆସନ୍ତୁ ଲୁକ୍ ଅଧ୍ୟାୟ 19 ଉପରେ ଏକ ନଜର ପକାଇବା। ଲୁକ୍ ଅଧ୍ୟାୟ 19 ପଦ 10ରେ ଯୀଶୁ କହିଲେ, 누가복음 19장 10절의 말씀 କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି। ମନୁଷ୍ୟପୁତ୍ର ଯୀଶୁଙ୍କୁ ସଂକେତ କରେ, ହଁ ନା? 인자는 ଯୀଶୁ ଏହି ପୃଥିବୀକୁ ଆସିବାର କାରଣ ଅନ୍ୟ ଅର୍ଥରେ ତାହାଙ୍କ ଉଦ୍ଦେଶ୍ୟ ଯାହା ହଜିଅଛି ତାହା ଖୋଜିବା ଆଉ କ'ଣ ରକ୍ଷା କରିବାକୁ ଥିଲା। 어떻게 하신다고요? ତେବେ ପ୍ରକୃତରେ ଅନୁତାପ କରିଥିବା ବ୍ୟକ୍ତି କିପରି ବ୍ୟବହାର କରନ୍ତି? 회개한 진정한 그 ଅନୁତାପର ପ୍ରମାଣ କ'ଣ ଅଟେ? 회개하지 않았는지에 대한 ଯେତେବେଳେ ସେ ଅନ୍ୟ ପାପୀମାନଙ୍କୁ ପରିତ୍ରାଣର ମାର୍ଗକୁ ନେତୃତ୍ୱ କରିଥାଏ, 분들을 ସେତେବେଳେ ପରମେଶ୍ୱର ଏହାକୁ ଅନୁତାପର ପ୍ରମାଣ ଭାବରେ ଦେଖନ୍ତି। 이와 같은 삶을 하나님께서는 ଆସନ୍ତୁ ଆମେ ଲୁକ୍ ଅଧ୍ୟାୟ 15କୁ ଯିବା। 보시고 계십니다. 우리 ଲୁକ୍ ଅଧ୍ୟାୟ 15। 15장을 한번 열어보도록 ଆସନ୍ତୁ ଆମେ ଲୁକ୍ ଅଧ୍ୟାୟ 15 ପଦ 10 ଉପରେ ଏକ ନଜର ପକାଇବା। 누가복음 15장 ମୁଁ ତୁମ୍ଭମାନଙ୍କୁ କହୁଅଛି, 함께 보겠습니다. ସେହି ପ୍ରକାରେ ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ଆନନ୍ଦ ହୁଏ। 하나님의 ଆସନ୍ତୁ ଆମେ ପଦ 7କୁ ଯିବା। ଆସନ୍ତୁ ଆମେ ପଦ 7 ଦେଖିବା। 7절로 또 넘어 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, 이와 같이 죄인 ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ। 더하리라고 하셨습니다. 예. ଯେହେତୁ ପ୍ରଚାର ହେଉଛି ଅନୁତାପର ପ୍ରମାଣ, 이게 참 증거는 바로 이 ତେଣୁ ସେ ପାହାନ୍ତିଆରୁ ପ୍ରଚାରର ଏକ ଉଦାହରଣ ସ୍ଥାପନ କଲେ। 또 아침부터 ଏବଂ ଯେତେବେଳେ ସେ ସ୍ୱର୍ଗକୁ ଗଲେ, 보여주시고 ସେ କହିଲେ, 마지막 성천에서 ତୁମ୍ଭେ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହେବ। 되어 달라고 하시면서 ଏବଂ ଅନେକ ପାପୀମାନଙ୍କୁ 죄에서 떠나 ସେମାନଙ୍କ ପାପରୁ ଫେରିବା ପାଇଁ 그 죄인 ନେତୃତ୍ୱ ଦେବା ପାଇଁ ଆମ୍ଭମାନଙ୍କୁ କହିଥିଲେ। 너희가 노력을 해달라는 이와 ସେ ଆମ୍ଭମାନଙ୍କୁ ପ୍ରତିଜ୍ଞା ମଧ୍ୟ କଲେ, ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। 같다는 약속의 말씀이 계셨죠. ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 28 ପଦ 18 ଉପରେ ମଧ୍ୟ ନଜର ପକାଇବା। 확인해 봅시다. ମାଥ୍ୟୁ ଅଧ୍ୟାୟ 28 ପଦ 18। 18장 18절입니다. ଅଧ୍ୟାୟ 28 ପଦ 18। 28장 18절에 ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। 모든 권세를 내게 주셨으니 ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। 가르쳐 지키게 하라. ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। 함께 있으리라 하시니라. 마지막 ଏହା ହେଉଛି ଶେଷ ବାକ୍ୟ ଯାହା ଯୀଶୁ ଦେଇଥିଲେ। 부분입니다. ଅନ୍ୟ ଅର୍ଥରେ ସେ ଆମକୁ ସବୁଠାରୁ ସୁନ୍ଦର ଅନୁତାପ କରିବାକୁ କହିଲେ। 이를 해달라는 당부가 되겠습니다. ଆମେ ସନ୍ନି, ମୋଲି ଏବଂ ଜେନଙ୍କ କାହାଣୀକୁ ଦେଖିଲୁ। 사람의 내용을 우리가 또 살폈습니다. ଏହି ତିନି ଜଣଙ୍କର ଅତି କମ୍ରେ ଥରେ ଅନ୍ୟମାନଙ୍କଠାରୁ ଚୋରି କରିବାର ଇତିହାସ ରହିଛି। 또 훔친 전력이 କିନ୍ତୁ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ଥିଲା। 세 사람의 끝 ସନ୍ନି ଏହି ମୌଳିକ ଭାବନା ସହିତ ଅନୁତାପ କଲେ ଯେ ଚୋରି କରିବା ଭୁଲ ଅଟେ। 다라고
느끼게 ଏବଂ ମଲି ମଧ୍ୟ ଅନୁତାପ କଲେ ଯେ ଚୋରି କରିବା ଭୁଲ ଅଟେ। 남의 것을 훔치는 일은 ବିନା 나쁘다고 କୌଣସି ସଂଶୋଧନରେ ସେମାନେ ଭାବିଲେ, 그리고 그걸 ମୁଁ ମୋର ପୂର୍ବ ପାପକୁ ଅନ୍ୟ ଏକ ଭଲ କର୍ମ ଦ୍ୱାରା କ୍ଷତିପୂରଣ ଦେବି। 전의 죄를 대신하겠다는 그런 생각만 갖고 있어요. ଜେନ୍ ଅନୁଭବ କଲେ ଯେ ଚୋରି କରିବା ଭୁଲ ଥିଲା। 남의 것을 훔치는 일은 ତେଣୁ ସେ କେବଳ ଚୋରି କରିବା ବନ୍ଦ କରିନଥିଲେ, 훔치는 일은 하지 않고 ବରଂ ଅନ୍ୟ ଚୋରମାନଙ୍କୁ ଅନୁତାପ କରିବାର ନେତୃତ୍ୱ ମଧ୍ୟ ଦେଇଥିଲେ। 회개시키러 다니는 그 ତେବେ ତିନି ଜଣଙ୍କ ମଧ୍ୟରେ 그렇다면 କିଏ ବାଇବଲର ଶିକ୍ଷା ଅନୁଯାୟୀ 참된 ବାସ୍ତବରେ ଅନୁତାପ କରିଛି ବୋଲି ଦେଖାଯାଇପାରିବ? 성경의 가르침대로 ଏହା ତୃତୀୟ ଜଣ ଜେନ୍ ହେବ। 개인이라고 볼 수 있겠습니다. 우리도 ଆମ୍ଭେ ମଧ୍ୟ 하나님 ଅନୁତାପର ପ୍ରମାଣକୁ ନିଜ ପାଖରେ ରଖିବା ଉଚିତ। 항상 가지고 다니야 돼. କ'ଣ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ନୂତନ ନିୟମର ଘୋଷଣା କରିବା ଆମର ଅନୁତାପର ପ୍ରମାଣ ନୁହେଁ? 끝까지 ତେଣୁ ଏହା ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 2ରେ ଲେଖାଯାଇଛି 일만큼은 ଯେ ପରମେଶ୍ୱର ଏହି କାର୍ଯ୍ୟକୁ କେବଳ ଯେଉଁମାନେ ତାହାଙ୍କ ଦ୍ୱାରା ଯୋଗ୍ୟ ପ୍ରମାଣିତ ହୋଇଥିଲେ ସେମାନଙ୍କୁ ପ୍ରଦାନ କରିଥିଲେ। 갖고 있습니다. 다시 말해서 ଅନ୍ୟ ଅର୍ଥରେ ସେ ଏହି କାର୍ଯ୍ୟକୁ କେବଳ ସେହିମାନଙ୍କୁ ସମର୍ପଣ କଲେ ଯେଉଁମାନେ ଅନୁତାପ କରନ୍ତି। ଆସନ୍ତୁ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 2ରେ ଏହାର ନିଶ୍ଚିତ କରିବା। ଆସନ୍ତୁ ଆମେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 2 ପଦ 3 ଉପରେ ଏକ ନଜର ପକାଇବା। ଅଧ୍ୟାୟ 2 ପଦ 3। କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ବା ଅସୁଚିତାମୂଳକ ବା ଛଳଯୁକ୍ତ ନୁହେଁ, 우리의 권면은 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୂପେ ଈଶ୍ୱରଙ୍କ କତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହି ରୂପେ ଆମ୍ଭେମାନେ ପ୍ରଚାର କରୁ। 탁을 받았으니 ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁନାହୁଁ, ବରଂ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ତାହାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ। 하려 함이라고 했습니다. ଆମକୁ କିପରି ସୁସମାଚାର ସମର୍ପଣ କରାଯାଇପାରିବ? 에게 부탁을 하셨다고요? ପରମେଶ୍ୱର ଆମକୁ ଧାର୍ମିକ ବିବେଚନା କରନ୍ତି। 여기심을 입었다고 했습니다. ସେ ଆମକୁ ଏପରି ସନ୍ତାନ ରୂପେ ଦେଖନ୍ତି 얘는 가장 ଯେଉଁମାନେ ଏହି କାର୍ଯ୍ୟ ପାଇଁ ସବୁଠାରୁ ଉପଯୁକ୍ତ ଅଟନ୍ତି। 여기심을 ଏହି କାରଣରୁ ଆମକୁ ସୁସମାଚାର ହସ୍ତାନ୍ତର କରାଗଲା। 부탁을 받았더라고 했습니다. କ'ଣ ମାତାପିତା ସେମାନଙ୍କ କଥାର ଅନୁସରଣ କରୁଥିବା ସବୁଠାରୁ ପରିଶ୍ରମୀ ସନ୍ତାନକୁ କୌଣସି ଦାୟିତ୍ୱ ଦିଅନ୍ତି ନାହିଁ କି? 잘 준행할 수 있는 ଏଠାରେ ମଧ୍ୟ ପରମେଶ୍ୱର ଆମକୁ ଧାର୍ମିକ ଭାବରେ ଦେଖନ୍ତି ଏବଂ ସୁସମାଚାରକୁ ଆମ୍ଭକୁ ପ୍ରଦାନ କରନ୍ତି। 옳게 여기셔서 이 ଏପରିକି ସ୍ୱର୍ଗୀୟ ଦୂତମାନେ ମଧ୍ୟ ଏହି କାର୍ଯ୍ୟ କରିପାରିବେ ନାହିଁ। 하고 싶어도 할 수 있는 일이 아닙니다. 하나님께로부터 ଏହି ତଥ୍ୟ ଯେ ଜଣେ ପାପୀକୁ ପରମେଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ବିବେଚନା କରାଯାଏ, 죄인의 회개를 ଏହାର ଅର୍ଥ ହେଉଛି ଯେ ପରମେଶ୍ୱର ସେହି ପାପୀର ଅନୁତାପକୁ ଗ୍ରହଣ କରନ୍ତି 모든 행실 ଏବଂ ତାଙ୍କର ସମସ୍ତ କାର୍ଯ୍ୟ ଏବଂ ଆଚରଣକୁ ସହ୍ୟ କରନ୍ତି। 있습니다. 하나님 ପରମେଶ୍ୱର ଯେଉଁ ପାପୀମାନଙ୍କୁ ତାଙ୍କ ଦ୍ୱାରା ଯୋଗ୍ୟ ବିବେଚନା କରିଥିଲେ, 하신 것이 ସୁସମାଚାର ପ୍ରଚାର କରିବାକୁ କହିଲେ। 나 아닌 ଅନ୍ୟ ପାପୀମାନଙ୍କୁ ଅନୁତାପକୁ ନେତୃତ୍ୱ କରିବାକୁ ସକ୍ଷମ ହେବା ହେଉଛି ଜୀବନ୍ତ ପ୍ରମାଣ ଯେ ଜଣେ ପ୍ରକୃତରେ ଅନୁତାପ କରିଛି। 산 증거라고 말할 수 ତେବେ କ'ଣ ନୂତନ ନିୟମର ସୁସମାଚାର ପ୍ରଚାର କରିବା କାର୍ଯ୍ୟ ଆମ୍ଭମାନଙ୍କ ଉପରେ ସମର୍ପଣ ହୋଇନାହିଁ? 일 아니겠습니까? 네, 고린도후서 ଆସନ୍ତୁ ଆମେ ଦ୍ୱିତୀୟ କରିନ୍ଥିୟ ଅଧ୍ୟାୟ 3କୁ ଯିବା। ଦ୍ୱିତୀୟ କରିନ୍ଥିୟ ଅଧ୍ୟାୟ 3। ଆସନ୍ତୁ ଅଧ୍ୟାୟ 3 ପଦ 6 ଦେଖିବା। 3장 ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରିନାହାନ୍ତି, 제가 또 우리 ମାତ୍ର ଆତ୍ମାଙ୍କ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି। କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ଆତ୍ମା ଜୀବନଦାୟକ। 죽이는 것이요 영은 살리는 것이라고 했습니다. ପରମେଶ୍ୱର ଆମକୁ ଅନୁତାପ କରିବାକୁ ଚାହାନ୍ତି 우리가 진실로 회개하는 자가 되기를 ଏବଂ ଅନୁତାପ କରିବାର ସର୍ବୋତ୍ତମ ଉପାୟ ହେଉଛି 되는 가장 최적의 ନୂତନ ନିୟମର କର୍ମୀ ହେବା। 새 언약의 일꾼 되는 것입니다. ତେଣୁ ଏହା କୁହେ, 새 언약의 ପରମେଶ୍ୱର ଆମ୍ଭମାନଙ୍କୁ ନୂତନ ନିୟମର ସେବକ ହେବା ନିମନ୍ତେ ଯୋଗ୍ୟ କରିଅଛନ୍ତି। 우리 ଆସନ୍ତୁ ଆମେ ଦ୍ୱିତୀୟ ତିମୋଥି ଅଧ୍ୟାୟ 4କୁ ଯିବା। ଦ୍ୱିତୀୟ ତିମୋଥି ଅଧ୍ୟାୟ 4 ପଦ 1। ମୁଁ ଈଶ୍ୱରଙ୍କ ସାକ୍ଷାତରେ ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି। ଆମେ କ'ଣ କରିବୁ? 범이 명하노니 ସେ ଆମ୍ଭମାନଙ୍କୁ ଆପଣା ରାଜ୍ୟ ବିଷୟରେ ବାକ୍ୟ ପ୍ରଚାର କରିବାର ଆଜ୍ଞା ଦେଲେ। 하나님
ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି। 말씀 전파하는 일. ବାକ୍ୟ ପ୍ରଚାର କର, 하나님 ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ। 너는 말씀 ଏହାର ଅର୍ଥ କ'ଣ? 때를 어떤지 못 어떤지 ନିଶ୍ଚିତ ଭାବରେ ଯଦି ଆମେ ସମସ୍ତ ବିଷୟ ପ୍ରତି ନିଜକୁ ସମର୍ପିତ କରିବା 힘써도 좋고 ତେବେ ଏହା ଭଲ ହେବ। କିନ୍ତୁ ଆମେ ବିଶେଷ କରି ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବାରେ କେବେ ହେଲେ ଅଳସୁଆ ହେବା ଉଚିତ ନୁହେଁ। ଆଧୁନିକ ଭାଷାରେ ସମୟରେ କି ଅସମୟରେ ପ୍ରତ୍ୟେକ ସମୟ ଅଟେ। 때도 없습니다. କେବଳ ସୁଯୋଗରେ ନାହିଁ, ବରଂ ସର୍ବଦା ବାକ୍ୟର ପ୍ରଚାର କର। 전할 기회가 있을 때만 하는 것이 아니라 ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର। 과 가르침 ପଦ 3, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ସ୍ମୃତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। 절스성을 ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ହଠାৎ କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର। 헌신하며 ଆମେ ଆଉ କ'ଣ କରିବା ଉଚିତ? ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର। 내 직무를 다 하라고 했습니다. ପରମେଶ୍ୱର ତାଙ୍କ ଲୋକମାନଙ୍କୁ ସବୁଠାରୁ ବହୁମୂଲ୍ୟ ଆଶୀର୍ବାଦ ଦେବାକୁ ଚାହାନ୍ତି। 고귀한 ହଜାର ହଜାର ଆଶୀର୍ବାଦ ଅଛି, କିନ୍ତୁ ଏହା ହେଉଛି ସେହି ଆଶୀର୍ବାଦ 축복이 있지만 ଯାହା ପରମେଶ୍ୱର ଇଚ୍ଛା କରନ୍ତି ଯେ ତାଙ୍କ ସନ୍ତାନମାନେ ପ୍ରାପ୍ତ ହେଉନ୍ତୁ। 원하시는 축복이 ପରମେଶ୍ୱର କହିଲେ, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର। 하라고 이렇게 말씀을 주셨습니다. ତେବେ ଆସନ୍ତୁ ଆମେ ପଦ 6 ଦେଖିବା। 6절의 말씀 보시면 କାରଣ ଏବେ ହିଁ ମୋର ପ୍ରାଣ ଆହୁତି ପରି ଢଳାଯାଉଅଛି, ମୋହର ମହାପ୍ରଣୟର ସମୟ ଉପସ୍ଥିତ। 내가 선한 ସା움을 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। 무엇이 예비되어 있다고 ଅଦ୍ୟାବଧି ମୋ ନିମନ୍ତେ ଆମ ପାଇଁ କ'ଣ ଅଛି? ଧାର୍ମିକତାର ମୁକୁଟ ରଖାଯାଇଅଛି। 앞만 바라보면서 위에 ଯେହେତୁ ଆମେ ଆମ ସମ୍ମୁଖରେ ଥିବା ଲକ୍ଷ୍ୟ ପ୍ରତି ନିଷ୍ଠାର ସହିତ କାର୍ଯ୍ୟ କରିଛୁ 모든 사람 ଏବଂ ବିଶ୍ୱର ଲୋକମାନଙ୍କ ନିକଟରେ ପରମେଶ୍ୱରଙ୍କ ଇଚ୍ଛାକୁ ପ୍ରଚାର କରିବା ଉପରେ ଧ୍ୟାନ ଦେଇଛୁ, ତେବେ ଆମେ କ'ଣ ସର୍ବଶ୍ରେଷ୍ଠ ମୁକୁଟ ପାଇବୁ ନାହିଁ? 아니겠습니까? ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ସୃଷ୍ଟି କରିପାରିଥାନ୍ତେ। 그만 사장이 되게 할 ସେ ଆମକୁ କୌଣସି କମ୍ପାନୀର ସଭାପତି, 수도 할 수 있고 କୌଣସି ଦେଶର ରାଷ୍ଟ୍ରପତି 되게도 할 수 있고 କିମ୍ବା ସରକାରୀ ଅଧିକାରୀ କରିପାରିଥାନ୍ତେ। 관직에 있는 ଏହା ପରିବର୍ତ୍ତେ ପରମେଶ୍ୱର ଆମ୍ଭମାନଙ୍କୁ ନୂତନ ନିୟମର ସେବକ ହେବାକୁ ଯୋଗ୍ୟ କଲେ। 새 언약의 ଆସନ୍ତୁ ଆମେ ତିତୋସ ଅଧ୍ୟାୟ 1 ଖୋଲିବା। 그렇게 만드셨더라고 이렇게 ତିତୋସ ଅଧ୍ୟାୟ 1 ପଦ 2। 우리 계속해서 ଈଶ୍ୱରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ ଯେପରି ବିଶ୍ୱାସ ଓ ଭକ୍ତି ସଙ୍ଗତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏ ନିମନ୍ତେ ମୁଁ ପ୍ରେରିତ ହୋଇଅଛି। 소망을 인함이라 이 ସେହି ଅନନ୍ତ ଜୀବନ ସତ୍ୟବାଦୀ ଈଶ୍ୱର ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ସେମାନେ ଏହାକୁ କିପରି ପ୍ରକାଶ କଲେ? 자기 때 자기의 말씀을 ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ। 전도로 ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଆଜ୍ଞାନୁସାରେ ମୋ ଠାରେ ସମର୍ପିତ ହୋଇଅଛି। 이신 것이라 ପରମେଶ୍ୱର ଏହାକୁ ସମସ୍ତଙ୍କଠାରେ ସମର୍ପଣ କରିନାହାନ୍ତି। 언약 진리 କିଏ ନୂତନ ନିୟମ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ପ୍ରଚାର ଜଗତକୁ କରିପାରିବ? ଆମ୍ଭେ ଆମ୍ଭର ସିଓନ ପରିବାରର ସଦସ୍ୟ, ଯାହାକୁ ପରମେଶ୍ୱର ଧାର୍ମିକ ବୋଲି ମାନନ୍ତି। 오래 가족들입니다. 하나님 ପରମେଶ୍ୱର ଚାହାନ୍ତି ଯେ ପାପୀମାନେ ଅନୁତାପ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ଏବଂ ସ୍ୱର୍ଗ ରାଜ୍ୟରେ ରାଜକୀୟ ଯାଜକ ଭାବରେ ପରମେଶ୍ୱରଙ୍କ ଇଚ୍ଛା ଅଧୀନରେ ହୁଅନ୍ତୁ। ପରମେଶ୍ୱର ଆମ୍ଭମାନଙ୍କଠାରେ ଏହି ଆଶା କରନ୍ତି। 또 원하시는 가운데 있습니다. ଆଜି ମୁଁ ଆପଣମାନଙ୍କୁ ଖମିର ଶୂନ୍ୟ ରୋଟି ପର୍ବର ମାନସିକତାକୁ ଆପଣମାନଙ୍କ ହୃଦୟରେ ଖୋଦିତ କରିବାକୁ ଅନୁରୋଧ କରୁଛି, ଯାହାଫଳରେ ଆମେ ପରମେଶ୍ୱରଙ୍କୁ ଅଧିକରୁ ଅଧିକ ପ୍ରସନ୍ନ କରିପାରିବା। 다 되어 주실 것을 ଯେତେବେଳେ ଆମେ ଆମର ପାପ ବିଷୟରେ ଚିନ୍ତା କରୁ ଏବଂ ଅନୁତାପ କରୁ, 반성하며 ଆମେ ଭାବିବା ଉଚିତ, 하면서 ପିତା ଏବଂ ମାତା ମୋ ଠାରୁ କ'ଣ ଚାହାନ୍ତି? 바라신 일이 무엇이 있을까? ପରମେଶ୍ୱର ଏହି ପୃଥିବୀକୁ ଆସି ଆମ୍ଭମାନଙ୍କୁ ଅନ୍ୱେଷଣ କଲେ ଏବଂ ଆମ୍ଭମାନଙ୍କୁ ସନ୍ତୁଷ୍ଟ କଲେ। ତାହାଙ୍କ ମାଂସ, ତାହାଙ୍କ ରକ୍ତ, 영광도 명예도 ତାହାଙ୍କ ସ୍ଥିତି ଏବଂ ତାହାଙ୍କ ଗୌରବକୁ ବଞ୍ଚାଇଲେ ନାହିଁ। 찾아오셨습니다. ଅଧିକନ୍ତୁ ଖମିର ଶୂନ୍ୟ ରୋଟିର ଏହି ପର୍ବରେ ସେ ଆମ୍ଭମାନଙ୍କ ସ୍ଥାନରେ କ୍ରୁଶରେ ମୃତ୍ୟୁବରଣ କଲେ। 그렇다면 ତେଣୁ ଆସନ୍ତୁ ଆମ୍ଭମାନଙ୍କ ହୃଦୟରୁ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁକୁ କଦାପି ବିଲୋପ ନ କରିବା, 지원이 କିନ୍ତୁ ଖ୍ରୀଷ୍ଟଙ୍କ ଜୀବନକୁ ଦୟାଳୁ ଭାବରେ ଶେଷ ପର୍ଯ୍ୟନ୍ତ ଅନୁସରଣ କରିବା। 또
따를 수 있는 ଏହି ବର୍ଷ ଏପରି ହେଉ ଯେଉଁଠାରେ ସମସ୍ତ ସ୍ୱର୍ଗୀୟ ସନ୍ତାନମାନେ ପିତା ଓ ମାତାଙ୍କ ପାଇଁ ଆନନ୍ଦ ଏବଂ ଗୌରବ ଆଣିପାରିବେ। 은혜가 되길 바라겠습니다. ଆମେ ଆଜି ମଧ୍ୟରାତ୍ରିରୁ ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ ଉପବାସ ରଖିଛୁ। 들어가고 있습니다. ଯେତେବେଳେ ଆମେ ଏତେ କମ୍ ସମୟ ପାଇଁ ଉପବାସ କରୁ ଏହା କେତେ ଯନ୍ତ୍ରଣାଦାୟକ ହୋଇଥାଏ। 고통스러운 କିନ୍ତୁ ଆପଣା ଦ୍ୱିତୀୟ ଆଗମନରେ 37 ବର୍ଷ ପର୍ଯ୍ୟନ୍ତ ଖ୍ରୀଷ୍ଟ ଯେଉଁ ସୁସମାଚାର ଜୀବନର ନେତୃତ୍ୱ କରିଥିଲେ ତାହା ଶବ୍ଦ ସହିତ ବର୍ଣ୍ଣନା କରାଯାଇପାରିବ ନାହିଁ। 수가 없는 것입니다. ଆଜିର ଆମ ଚର୍ଚ୍ଚ ଆମର ଅସ୍ତିତ୍ୱ ଏବଂ ଆମର ଭବିଷ୍ୟତ ସବୁକିଛି ପରମେଶ୍ୱରଙ୍କ ବଳିଦାନ କାରଣରୁ ଅଟେ। 교회가 존재한다는 것을 ଏହା ଆଶା କରୁଥାଇ ଯେ ଆମେ ଏହି ବିଷୟକୁ ପ୍ରତିଫଳିତ କରିବୁ 아름다운 ଏବଂ ସଚ୍ଚୋଟତାର ସହିତ ଅନୁତାପ କରିବୁ ଯେପରିକି ଆମେ ପିତା ଓ ମାତାଙ୍କୁ ଖୁସି ପ୍ରଦାନ କରିପାରିବା। ମୁଁ ଅପରାହ୍ନ ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।